ସତ୍ସଙ୍ଗ ଚାଲିଥିଲା ବେଳେ ଦିନେ ଜଣେ ଯୁବକ ଠାକୁରଙ୍କୁ ଆସି ପଚାରିଲେ, ମହାଶୟ, କାମ ଭାବନା କିପରି ଯିବ? ଏତେ ଚେଷ୍ଟା କରି ମଧ୍ୟ ବେଳେବେଳେ ଇନ୍ଦ୍ରିୟ ଚାଞ୍ଚଲ୍ୟ ଓ କୁଭାବ ମନରେ ଉପସ୍ଥିତ ହୋଇ ବଡ଼ ଅଶାନ୍ତି ସୃଷ୍ଟି କରୁଛି। ଠାକୁର କହିଲେ, ଭଗବାନଙ୍କର କୃପା ଏବଂ ଦର୍ଶନ ନ ହେଲେ କାମ ଭାବ ପୂରାପୂରି ଯାଏ ନାହିଁ। ଶରୀରରେ ଯେତେ ଦିନ ରହେ ସେତେ ଦିନ ପର୍ଯ୍ୟନ୍ତ ଏହି ଭାବନା ରହିଥାଏ। ତୁମେ କ'ଣ ମନେ କରୁଛ ମୋର ମଧ୍ୟ ସମ୍ପୂର୍ଣ୍ଣ ଯାଇଛି? ଗୋଟିଏ ସମୟରେ ମନେ ହେଉଥିଲା ଯେ ମୁଁ କାମକୁ ଜୟ କରିଛି, ତାପରେ ପଞ୍ଚବଟିରେ ବସିଛି। ଏମିତି କାମର ତୋଡ଼ ଆସିଲା ଯେ ଯେପରି ଆଉ ସମ୍ଭାଳି ପାରିଲି ନାହିଁ। ତାପରେ କାନ୍ଦି କାନ୍ଦି ମାଆଙ୍କୁ କହିଲି, ମା, ବଡ଼ ଅନ୍ୟାୟ କରିଛି, ଆଉ କେବେ ଭାବିବି ନାହିଁ ଯେ ମୁଁ କାମ ଜୟ କରିଛି। ସେତେବେଳେ ଯାଇ ସ୍ଥିର ହେଲି। ତୁମେମାନେ କ'ଣ ଜାଣିଛ? ତୁମମାନଙ୍କର ଏବେ ଯୌବନର ବନ୍ୟା ଆସିଛି, ତେଣୁ ବନ୍ଧ ଦେଇପାରୁନାହଁ। ବଢ଼ି ଯେତେବେଳେ ଆସେ ସେତେବେଳେ ବନ୍ଧ କିଛି ମାନେ ନାହିଁ। ବନ୍ୟା ବନ୍ଧ ଭାଙ୍ଗି ଉଛୁଳି ବହୁଥାଏ। ଲୋକଙ୍କର ଧାନ ଜମିରେ ବାଉଁଶେ ଉଚ୍ଚ ପାଣି ଦିଆ ହୋଇଯାଏ। ତେବେ କହେ, କଳିରେ ମନର ପାପ ନୁହେଁ। ମନରେ ଥରେ ଅଧେ ଯେତେବେଳେ କୁଭାବ ଯଦି ଆସିଯାଏ, ତେବେ କାହିଁକି ଆସିଲା ବୋଲି ବସି ବସି ତା ଭାବିବ ନାହିଁ। ଏ ସମସ୍ତ କେତେବେଳେ ଶରୀରର ଧର୍ମ ଯୋଗୁଁ ଆସେ। ଏହାକୁ ଶୌଚ ପରିସ୍ରା ପରି ମନେ କରିବ। ଶୌଚ ପରିସ୍ରାରେ ବେଗ ଆସିଥିଲା ବୋଲି ଲୋକ କ'ଣ ମଥାରେ ହାତ ଦେଇ ବସେ? ସେହିପରି ଏ ଭାବଗୁଡ଼ିକ ଅତି ସାମାନ୍ୟ, ତୁଚ୍ଛ। ହେ ଜ୍ଞାନ କରି ମନରେ ଆଉ ଆଣିବ ନାହିଁ। ଆଉ ଈଶ୍ୱରଙ୍କ ନିକଟରେ ଖୁବ୍ ପ୍ରାର୍ଥନା କରିବ, ହରିନାମ କରିବ ଓ ତାଙ୍କ କଥା ହିଁ ଭାବିବ। ଏ ଭାବଗୁଡ଼ିକ ଆସିଲା କି ଗଲା ସେ ଆଡ଼କୁ ନଜର ଦେବ ନାହିଁ। ଏହାପରେ ଏଗୁଡ଼ିକ କ୍ରମେ ଆୟତ୍ତକୁ ଆସିବ। ଯୁବକ ପାଖରେ ଠାକୁର ଯେପରି ଏବେ ଯୁବକ ହିଁ ହୋଇଯାଇଛନ୍ତି। ଯୋଗାନନ୍ଦଙ୍କୁ ଏହି ବିଷୟରେ ଉପଦେଶ। ଏହି ପ୍ରସଙ୍ଗରେ ଶ୍ରୀଯୁକ୍ତ ଯୋଗାନନ୍ଦଙ୍କ କଥା ମନେ ପଡ଼ୁଛି। ସ୍ୱାମୀ ଯୋଗାନନ୍ଦ, ଯାହାଙ୍କ ପରି ଇନ୍ଦ୍ରିୟଜିତ ପୁରୁଷ ବିରଳ, ଦିନେ ଠାକୁରଙ୍କୁ ଦକ୍ଷିଣେଶ୍ୱରରେ ଏହି ପ୍ରଶ୍ନ କଲେ। ତାଙ୍କର ବୟସ ସେତେବେଳେ ଅଳ୍ପ, ବୋଧହୁଏ 14 କି 15 ବର୍ଷ ହେବ। ସେ ଅଳ୍ପ ଦିନ ଧରି ଠାକୁରଙ୍କ ପାଖକୁ ଯିବା ଆସିବା କରିଥାନ୍ତି। ସେହି ସମୟରେ ନାରାୟଣ ନାମକ ଏକ ହଠଯୋଗୀ ଦକ୍ଷିଣେଶ୍ୱରରେ ପଞ୍ଚବଟୀ ତଳେ କୁଟୀରରେ ରହି ନୀତି ଧୌତି ଇତ୍ୟାଦି କ୍ରିୟା ଦେଖାଇ କାହାକୁ କୌତୂହଳରେ ଆକୃଷ୍ଟ କରିଥିଲେ। ଯୋଗେନ ସ୍ୱାମୀଜୀ କହୁଥିଲେ, ସେ ମଧ୍ୟ କୌତୂହଳୀଙ୍କ ମଧ୍ୟରେ ଜଣେ ଥିଲେ ଏବଂ ଏ ସମସ୍ତ କ୍ରିୟା ଦେଖି ଭାବିଥିଲେ, ଏସବୁ ନ କଲେ ବୋଧହୁଏ କାମ ଯାଏ ନାହିଁ ଏବଂ ଭଗବତ ଦର୍ଶନ ହୁଏ ନାହିଁ। ତେଣୁ ସେ ପ୍ରଶ୍ନ କରି ବଡ଼ ଆଶା କରି ଭାବିଥିଲେ ଯେ ଠାକୁର ଗୋଟିଏ ଆସନ କଥା କହିବେ, ବା ହରିଡ଼ା, ବା ଆଉ କିଛି ଖାଇବାକୁ କହିବେ, ବା ପ୍ରାଣାୟାମର କୌଣସି କ୍ରିୟା ଶିଖାଇ ଦେବେ। ଯୋଗେନ ସ୍ୱାମୀଜୀ କହୁଥିଲେ, ଠାକୁର ମୋ ପ୍ରଶ୍ନର ଉତ୍ତରରେ କହିଲେ, ଖୁବ୍ ହରିନାମ କରିବ, ତାହେଲେ ଯିବ। କଥାଟା ଆଦୌ ମୋର ମନ ଲାଖି ହେଲା ନାହିଁ। ମନେ ମନେ ଭାବିଲି, ଇଏ ବୋଧେ କ୍ରିୟା ବିଷୟରେ କିଛି ବି ଜାଣନ୍ତି ନାହିଁ। ତେଣୁ ମନକୁ ଯାହା ଆସିଲା ତାହା କହିଦେଲେ। ହରିନାମ କଲେ ପୁଣି କାମ ଯିବ? ତାହେଲେ ଏତେ ଲୋକ କରୁଛନ୍ତି, ଯାଉନାହିଁ କାହିଁକି? ତାପରେ ଦିନେ କାଳିବାଡ଼ିର ବଗିଚାକୁ ଆସି ପ୍ରଥମେ ଠାକୁରଙ୍କ ପାଖକୁ ନ ଯାଇ ପଞ୍ଚବଟିରେ ହଠଯୋଗୀଙ୍କ ନିକଟରେ ଠିଆ ହୋଇ ତାଙ୍କ କଥାବାର୍ତ୍ତା ମୁଗ୍ଧ ହୋଇ ଶୁଣୁଛି। ଏପରି ସମୟରେ ଦେଖିଲେ ଯେ ଠାକୁର ସ୍ୱୟଂ ସେଠାରେ ଉପସ୍ଥିତ। ମୋତେ ଦେଖିବାକୁ ଡାକି ମୋର ହାତ ଧରି ନିଜ ଘର ଆଡ଼କୁ ଯାଉ ଯାଉ କହିଲେ, ତୁମେ ସେଠାକୁ କାହିଁକି ଯାଇଥିଲ? ସେଠାକୁ ଯିବ ନାହିଁ। ଏସବୁ ହଠଯୋଗ କ୍ରିୟା ଶିଖିଲେ ଓ କଲେ ଶରୀର ଉପରେ ହିଁ ମନ ପଡ଼ି ରହିବ, ଭଗବାନଙ୍କ ଆଡ଼କୁ ଯିବ ନାହିଁ। ମୁଁ କିନ୍ତୁ ଠାକୁରଙ୍କ କଥା ସବୁ ଶୁଣି ଭାବିଲି, କାଳେ ମୁଁ ଏହାଙ୍କର କଥା ଠାକୁରଙ୍କ ପାଖକୁ ଆଉ ନ ଆସିବି, ସେଥିପାଇଁ ଏ ସମସ୍ତ କଥା କହୁଛନ୍ତି। ମୋର ବରାବର ହିଁ ନିଜକୁ ବୁଦ୍ଧିମାନ ବୋଲି ଧାରଣା ଥିଲା। ତେଣୁ ବୁଦ୍ଧିର ପ୍ରଭାବରେ ଏମିତି ଭାବିଲି। ମୁଁ ତାଙ୍କ ନିକଟକୁ ଆସେ ବା ନ ଆସେ, ସେଥିରେ ଯେ ତାଙ୍କର ଅର୍ଥାତ ଠାକୁରଙ୍କର କିଛି ଲାଭ ନାହିଁ। ଏକଥା ଯେତେବେଳେ ମନରେ ମଧ୍ୟ ଆସିଲା ନାହିଁ। ଏପରି ଦୁଷ୍ଟ ସନ୍ଦିଗ୍ଧ ମନ ଥିଲା। ଠାକୁରଙ୍କ କୃପାର ଶେଷ ନାହିଁ। ସେଥିପାଇଁ ଏତେ ସମସ୍ତ ଅନ୍ୟାୟ ଭାବ ମନରେ ଆଣି ମଧ୍ୟ ସ୍ଥାନ ପାଇଥିଲି। ତାପରେ ଭାବିଲି, ଇଏ ଅର୍ଥାତ୍ ଠାକୁର ଯାହା କହୁଛନ୍ତି ତାହା କରି ଦେଖେ କ'ଣ ହୁଏ। ଏହା ଭାବି ଏକାଗ୍ର ଚିତ୍ତରେ ଖୁବ୍ ହରିନାମ କରିବାକୁ ଲାଗିଲି। ବାସ୍ତବିକ ଅଳ୍ପ ଦିନରେ ହିଁ ଠାକୁର ଯେପରି କହିଥିଲେ ସେପରି ପ୍ରତ୍ୟକ୍ଷ ଫଳ ପାଇବାକୁ ଲାଗିଲି। ମଣିମୋହନଙ୍କ ଆତ୍ମୀୟଙ୍କ କଥା। ଏପରି ସମସ୍ତଙ୍କ ଅବସ୍ଥା ଭାବ ବୁଝିପାରିବା କଥାର ଅନେକ ଦୃଷ୍ଟାନ୍ତ ଦେଇଯାଇପାରେ। ସିନ୍ଦୁରିଆ ପଟରେ ମଲ୍ଲିକ ମହାଶୟଙ୍କ କଥା ଏହା ପୂର୍ବରୁ କୁହାଯାଇଛି। ତାଙ୍କର ଭକ୍ତିମତେ ଜଣେ ଆତ୍ମୀୟ ମଧ୍ୟ ଠାକୁରଙ୍କ ନିକଟକୁ ଯିବା ଆସିବା କରୁଥିଲେ। ଦିନେ ସେ ଆସି ବିଶେଷ କାତର ଭାବରେ ଜଣାଇଲେ ଯେ ଭଗବାନଙ୍କ ଧ୍ୟାନ କରି ବସିଲେ ସଂସାରର ଚିନ୍ତା, ଏହାର କଥା, ତାର ମୁହଁ ଇତ୍ୟାଦି ମନେ ପଡ଼ି ବଡ଼ ଅଶାନ୍ତି ଲାଗୁଛି। ଠାକୁର ସଙ୍ଗେ ସଙ୍ଗେ ତାର ଭାବ ବୁଝିପାରିଲେ। ବୁଝିଲେ ସେ କାହାକୁ ବୋଧେ ଭଲ ପାଆନ୍ତି, ଯାହାର କଥା ଆଉ ମୁହଁ ମନେ ପଡ଼େ। ପଚାରିଲେ, କାହାର ମୁହଁ ତୁମର ମନେ ପଡ଼େ? ସଂସାରରେ କାହାକୁ ଭଲ ପାଅ ଦେଖି? ସେ ଉତ୍ତର ଦେଲେ, ଗୋଟିଏ ଛୋଟ ଭାତୃପୁତ୍ରକୁ, ଯାହାକୁ ସେ ମଣିଷ କରୁଥିଲେ। ଠାକୁର କହିଲେ, ବେଶ୍ ତ, ତା ପାଇଁ ଯାହା କିଛି ବି କରିବ, ତାକୁ ଖୁଆଇ ଦେବ, କପଡ଼ା ପିନ୍ଧାଇ ଦେବ ଇତ୍ୟାଦି ସବୁ ଗୋପାଳ ଭାବି କର।
ଯେପରି ଗୋପାଳ ରୂପୀ ଭଗବାନ ତା ଭିତରେ ରହିଛନ୍ତି। ତୁମେ ହିଁ ତାଙ୍କୁ ଖୁଆଉଛ, ପିନ୍ଧାଉଛ, ସେବା କରୁଛ। ଏ ପ୍ରକାର ଭାବ ନେଇ କର। ମଣିଷର କରୁଛ ବୋଲି ଭାବିବ କାହିଁକି? ଯେପରି ଭାବ ସେପରି ଲାଭ। ଶୁଣିବାକୁ ପାଇଥିଲୁ ସେପରି କରିବାରୁ ଅଳ୍ପ ଦିନ ଭିତରେ ତାଙ୍କର ବିଶେଷ ମାନସିକ ଉନ୍ନତି, ଏପରିକି ଭାବ ସମାଧି ମଧ୍ୟ ହୋଇଥିଲା। ଠାକୁରଙ୍କର ସ୍ତ୍ରୀ ଜାତିର ସବୁ ପ୍ରକାର ମନୋଭାବ ବୁଝିପାରିବାର କ୍ଷମତା ଓ ଏହାର କାରଣ। ଠାକୁରଙ୍କର ନିଜର ପୁରୁଷ ଶରୀର ଥିଲା, ସେଥିପାଇଁ ତାଙ୍କର ପୁରୁଷଙ୍କ ଭାବ ବୁଝିବା ବିଷୟ ବୁଝାଯାଇଥାଏ। କିନ୍ତୁ କୋମଳତା, ସନ୍ତାନ ବାତ୍ସଲ୍ୟ ପ୍ରଭୃତି ମନୋଭାବ ନିମିତ୍ତ ଭଗବାନ ଯାହାଙ୍କଠି ପୁରୁଷ ଅପେକ୍ଷା ଗୋଟିଏ ଅଙ୍ଗ ଅଧିକ ଦେଇଛନ୍ତି, ସେହି ସ୍ତ୍ରୀ ଜାତିର ସମସ୍ତ ଭାବ ଠାକୁର କିପରି ଠିକ୍ ବୁଝୁଥିଲେ, ତାହା ଭାବିଲେ ଆଶ୍ଚର୍ଯ୍ୟର ସୀମା ରହେ ନାହିଁ। ଠାକୁରଙ୍କର ସ୍ତ୍ରୀ ଭକ୍ତମାନେ କହୁଥିଲେ, ଠାକୁରଙ୍କୁ ଆମମାନଙ୍କର ଅବତାର ପୁରୁଷ ବୋଲି ଅନେକ ସମୟରେ ମନେ ହେଉନଥିଲା। ମନେ ହେଉଥିଲା ଯେପରି ସେ ଆମମାନଙ୍କ ମଧ୍ୟରୁ ଜଣେ। ସେଥିପାଇଁ ପୁରୁଷଙ୍କ ନିକଟରେ ଆମମାନଙ୍କର ଯେପରି ଲଜ୍ଜା ସଙ୍କୋଚ ଆସେ, ଠାକୁରଙ୍କ ନିକଟରେ ସେ ସମସ୍ତ କିଛି ଆସୁନଥିଲା। ଯଦି ବା କେତେବେଳେ ଆସୁଥିଲା, ତତ୍କ୍ଷଣାତ୍ ତାହା ଭୁଲି ଯାଉଥିଲୁ ଓ ପୁଣି ନିଃସଙ୍କୋଚରେ ମନ କଥା ଖୋଲି କହୁଥିଲୁ। ଭଗବାନ ଶ୍ରୀକୃଷ୍ଣଙ୍କର ମୁଁ ସଖୀ ବା ଦାସୀ, ଏହି ଭାବନା ଦୀର୍ଘକାଳ ଭାବି ତନ୍ମୟ ହୋଇ ମୁଁ ପୁରୁଷ, ଏ ଭାବଟି ଠାକୁର ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ ବୋଲି ହିଁ କ'ଣ ସେପରି ହେଉଥିଲା? ପତଞ୍ଜଳି ତାଙ୍କର ଯୋଗସୂତ୍ରରେ କହିଛନ୍ତି, ତୁମର ମନରୁ ହିଂସା ଯଦି ସମ୍ପୂର୍ଣ୍ଣ ଭାବରେ ତ୍ୟାଗ ହୁଏ, ତାହେଲେ ମନୁଷ୍ୟର କଥା କ'ଣ? ବାଘ, ସାପ ପ୍ରଭୃତି ଜଗତରେ କେହି ମଧ୍ୟ ତୁମକୁ ଆଉ ହିଂସା କରିବେ ନାହିଁ। ତୁମକୁ ଦେଖି ସେମାନଙ୍କ ମନରେ ହିଂସା ପ୍ରବୃତ୍ତିର ଉଦୟ ହେବ ନାହିଁ। ହିଂସା ପରି କାମ, କ୍ରୋଧାଦି ଅନ୍ୟ ସମସ୍ତ ବିଷୟ ସେହି ରୂପେ ବୁଝିବାକୁ ହେବ। ପୁରାଣରେ ଏହି ବିଷୟରେ ଅନେକ ଦୃଷ୍ଟାନ୍ତ ଦିଆଯାଇଛି। ଗୋଟିଏ କହିଲେ ହିଁ ଚଳିବ। ମାୟାହୀନ ନିଷ୍କଳଙ୍କ ଯୁବକ ଶୁକଦେବ ଭଗବତ ଭାବରେ ଅହରହ ନିମଗ୍ନ ରହି ସଂସାର ଛାଡ଼ି ଯାଉଛନ୍ତି ଏବଂ ବୃଦ୍ଧ ପିତା ବ୍ୟାସ ପୁତ୍ର ମାୟାରେ ଅନ୍ଧ ହୋଇ କେଉଁଠାକୁ ଯାଉଛ କହୁ ତାଙ୍କ ପଛରେ ଯାଉଛନ୍ତି। ପଥ ମଧ୍ୟରେ ସରୋବର ତୀରରେ ବସ୍ତ୍ର ରଖି ଅପ୍ସରାଗଣ ସ୍ନାନ କରୁଥିଲେ। ଶୁକଦେବଙ୍କୁ ଦେଖି ସେମାନଙ୍କ ମନରେ କିଛି ମାତ୍ର ସଂକୋଚ ବା ଲଜ୍ଜାର ଉଦୟ ହେଲା ନାହିଁ। ଯେପରି ସ୍ନାନ କରୁଥିଲେ ସେପରି କରିବାକୁ ଲାଗିଲେ। କିନ୍ତୁ ବୃଦ୍ଧ ବ୍ୟାସ ସେଠାରେ ଉପସ୍ଥିତ ହେଲା ମାତ୍ରେ ସମସ୍ତେ ସମ୍ଭ୍ରମ ଚିତ୍ତରେ ଶରୀର ବସ୍ତ୍ର ଆଚ୍ଛାଦିତ କଲେ। ବ୍ୟାସ ଭାବିଲେ, ଆଶ୍ଚର୍ଯ୍ୟ, ମୋର ଯୁବକ ପୁତ୍ର ଆଗରେ ଗଲେ, ତାଙ୍କୁ ଦେଖି କେହି ଲଜ୍ଜା ବୋଧ କଲେ ନାହିଁ, ଆଉ ମୁଁ ବୃଦ୍ଧ, ମୋତେ ଦେଖି ଏତେ ଲଜ୍ଜା? କାରଣ ପଚାରିବାରୁ ସେମାନେ କହିଲେ, ଶୁକ ଏତେ ପବିତ୍ର ଯେ ସେ ଆତ୍ମା, ଏହି ଚିନ୍ତା ହିଁ ତାଙ୍କର ସର୍ବକ୍ଷଣ ରହିଛି। ତାଙ୍କର ନିଜର ସ୍ତ୍ରୀ ଶରୀର କି ପୁରୁଷ ଶରୀର ଏ ବିଷୟରେ ଆଦୌ ହୋସ ନାହିଁ। ତେଣୁ ତାଙ୍କୁ ଦେଖି ଲଜ୍ଜା ଆସିଲା ନାହିଁ। ଆଉ ତୁମେ ବୃଦ୍ଧ, ରମଣୀଙ୍କର ହାବଭାବ ଓ କଟାକ୍ଷର ଅନେକ ପରିଚୟ ପାଇଛ ଓ ରୂପଲାବଣ୍ୟର ଅନେକ ବର୍ଣ୍ଣନା ମଧ୍ୟ କରିଛ। ତୁମର ଶୁକଙ୍କ ସଦୃଶ ସ୍ତ୍ରୀ ପୁରୁଷରେ ଆତ୍ମଦୃଷ୍ଟି ନାହିଁ ଏବଂ ହେବ ମଧ୍ୟ ନାହିଁ। ତେଣୁ ତୁମକୁ ଦେଖି ଆମର ପୁରୁଷ ବୁଦ୍ଧିର ଉଦୟ ହେବାରୁ ସଙ୍ଗେ ସଙ୍ଗେ ଲଜ୍ଜା ଆସିଲା। ସ୍ତ୍ରୀ ଜାତିର ଠାକୁରଙ୍କ ନିକଟରେ ସର୍ବଦା ନିଃସଙ୍କୋଚ ବ୍ୟବହାରର କାରଣ। ଠାକୁରଙ୍କ ସମ୍ବନ୍ଧରେ ଠିକ୍ ଏହି କଥା ହିଁ ମନେ ହୁଏ। ତାଙ୍କର ଜ୍ୱଳନ୍ତ ଆତ୍ମଜ୍ଞାନ ଓ ସ୍ତ୍ରୀ ପୁରୁଷଙ୍କ ସମସ୍ତଙ୍କ ଭିତରେ ସର୍ବଭୂତର ଆତ୍ମବୁଦ୍ଧିର ଫଳସ୍ୱରୂପ ତାଙ୍କ ନିକଟରେ ଥିବା ସମୟରେ ସମସ୍ତଙ୍କ ମନ ଏତେ ଉଚ୍ଚରେ ଉଠି ରହୁଥିଲା ଯେ ମୁଁ ପୁରୁଷ, ସେ ସ୍ତ୍ରୀ, ଏ ସମସ୍ତ ଭାବ ଅନେକ ସମୟରେ ମନରୁ ଉଠୁନଥିଲା। ତେଣୁ ପୁରୁଷମାନଙ୍କ ପରି ସ୍ତ୍ରୀ ଜାତିରେ ମଧ୍ୟ ତାଙ୍କ ନିକଟରେ ସଂକୋଚ କରିବାର କୌଣସି କାରଣ ନଥିଲା। କେବଳ ସେତିକି ନୁହେଁ, ଠାକୁରଙ୍କ ସଂସର୍ଗରେ ଆତ୍ମବୁଦ୍ଧି ସେମାନଙ୍କ ଭିତରେ ସେହି ସମୟରେ ଏପରି ବଦ୍ଧମୂଳ ହୋଇଯାଇଥିଲା ଯେ ଯେଉଁ ସମୟ କାର୍ଯ୍ୟକୁ ମହିଳାମାନେ ଅସୀମ ସାହସର କର୍ମ ଭାବୁଥିଲେ ଓ କିଏ କହିଲେ ମଧ୍ୟ ତାହା କରିପାରୁନଥିଲେ, ଠାକୁରଙ୍କ କଥାରେ ସେହି ସମସ୍ତ କର୍ମ ଅନାୟାସରେ ସମ୍ପନ୍ନ କରୁଥିଲେ। ସମ୍ଭ୍ରାନ୍ତ ବଂଶୀୟ ସ୍ତ୍ରୀ ଲୋକ ଯେଉଁମାନେ ଗାଡ଼ି ପାଲିଙ୍କି ବ୍ୟତୀତ କେଉଁଠାକୁ ଗମନାଗମନ କରୁନଥିଲେ, ଠାକୁରଙ୍କ ଆଜ୍ଞାରେ ସେମାନେ ମଧ୍ୟ ବେଳେବେଳେ ତାଙ୍କ ସହିତ ଦିନର ପଦବ୍ରଜରେ ସମସ୍ତ ରାସ୍ତା ଦେଇ ଗଙ୍ଗା କୂଳ ପର୍ଯ୍ୟନ୍ତ ଅନାୟାସରେ ଚାଲି ଆସି ନୌକା କରି ଦକ୍ଷିଣେଶ୍ୱର କାଳୀ ମନ୍ଦିରକୁ ଗମନ କରୁଥିଲେ। କେବଳ ସେତିକି ନୁହେଁ, ସେଠାରୁ ଯାଇ ଠାକୁରଙ୍କ ଆଜ୍ଞାରେ ନିକଟସ୍ଥ ବଜାରରୁ ସଉଦା କିଣି ଆଣି ସନ୍ଧ୍ୟା ସମୟରେ ପୁନରାୟ ଚାଲି କଲିକତାରେ ନିଜର ଗୃହକୁ ଫେରୁଥିଲେ। ଏ ବିଷୟରେ ଗୋଟିଏ ଦୃଷ୍ଟାନ୍ତ ଏଠାରେ ଦେଲେ ଏହା ବେଶ୍ ବୁଝାଯିବ। 1884 ଖ୍ରୀଷ୍ଟାବ୍ଦର ଭାଦ୍ରବ ବା ଆଶ୍ୱିନ ମାସ। ଶ୍ରୀମା ଯେତେବେଳେ ପିତ୍ରାଳୟ ଜୟରାମବାଟି ଯାଇଥାନ୍ତି, ଶ୍ରୀଯୁକ୍ତ ବଳରାମ ବସୁ ତାଙ୍କ ପିତାଙ୍କ ସହିତ ବୃନ୍ଦାବନ ଯାଇଥିଲେ। ସାଙ୍ଗରେ ଶ୍ରୀଯୁକ୍ତ ରାଖାଲ ଅର୍ଥାତ୍ ସ୍ୱାମୀ ବ୍ରହ୍ମାନନ୍ଦ, ଶ୍ରୀଯୁକ୍ତ ଗୋପାଳ ଅର୍ଥାତ୍ ସ୍ୱାମୀ ଅଦ୍ୱୈତାନନ୍ଦ ପ୍ରଭୃତି ଓ ଅନ୍ୟାନ୍ୟ ଅନେକ ଜଣ ସ୍ତ୍ରୀ ପୁରୁଷ ଯାଇଥାନ୍ତି। ବାଗବଜାରରେ ଜଣେ ସମ୍ଭ୍ରାନ୍ତ ବଂଶୀୟ ସ୍ତ୍ରୀ ଲୋକଙ୍କର, ଯିଏ ଠାକୁରଙ୍କୁ କେବେ ଦେଖିନଥିଲେ, ତାଙ୍କ କଥା କେବଳ ଶୁଣିଥିଲେ, ଠାକୁରଙ୍କ ଦର୍ଶନ କରିବା ନିମିତ୍ତ ଆସିବାକୁ ବିଶେଷ ଇଚ୍ଛା ହେଲା। ତାଙ୍କର ପରିଚିତା ଜଣେ ସ୍ତ୍ରୀ ଲୋକଙ୍କ ନିକଟରେ ଏହି କଥା କହିଲେ। ପରିଚିତ ସ୍ତ୍ରୀ ଭକ୍ତଟି 2 ବର୍ଷ ଧରି ଠାକୁରଙ୍କ ନିକଟକୁ ଯିବା ଆସିବା କରୁଛନ୍ତି। ତେଣୁ ତାଙ୍କ ନିକଟରେ ଏକଥା କହିଲେ। ପରାମର୍ଶ ପରେ ସ୍ଥିର କରି ପରଦିନ ନୌକା ଦ୍ୱାରା ଉଭୟ ଦକ୍ଷିଣେଶ୍ୱରରୁ ଉପସ୍ଥିତ ହେଲେ। ଦେଖିଲେ ଠାକୁରଙ୍କ ଘରର ଦ୍ୱାର ବନ୍ଦ। ଘରର ଉତ୍ତରପଟ କାନ୍ଥରେ ଥିବା 2ଟି ଫାଙ୍କରେ ଉଙ୍କି ମାରି ଦେଖିଲେ ଠାକୁର ବିଶ୍ରାମ କରୁଛନ୍ତି। ତେଣୁ ନହାବତ ଘରେ ଯେଉଁଠାରେ ଶ୍ରୀମା ରହୁଥିଲେ, ସେଠାରେ ଯାଇ ବସି ଅପେକ୍ଷା କଲେ। କିଛିକ୍ଷଣ ପରେ ଠାକୁର ଉଠି ଉତ୍ତର ଦରଜା ଖୋଲି ନବାବତ ଘରର ଦୋତାଲାର ବାରଣ୍ଡାରେ ସେମାନେ ବସିଥିବା ଦେଖି, ଆରେ ତୁମେମାନେ ଏଠାକୁ ଆସ ବୋଲି ଡାକିଲେ।
ସ୍ତ୍ରୀ ଭକ୍ତମାନେ ଆସି ଆସନ ଗ୍ରହଣ କରିବା ପରେ ଠାକୁର ଖଟ ଉପରୁ ଓହ୍ଲାଇ ଆସି ପରିଚିତ ସ୍ତ୍ରୀ ଭକ୍ତ ପାଖରେ ଯାଇ ବସିଲେ। ସେଥିରେ ସେ ସଙ୍କୋଚିତ ହୋଇ ଘୁଞ୍ଚି ଯାଇ ବସିବା ଉପକ୍ରମ କରିବାରୁ ଠାକୁର କହିଲେ, ଲଜ୍ଜା କାହିଁକି? ଲଜ୍ଜା ଘୃଣା ଭୟ ଏ ତିନୋଟି ରହିଲେ ନୁହଁ। ହାତ ହଲାଇ ତୁମେ ଯାହା ମୁଁ ମଧ୍ୟ ତାହା। ତେବେ ଏଗୁଡ଼ିକ ଅଛି ବୋଲି ଅର୍ଥାତ୍ ଦାଢ଼ିର ଚୂଳଗୁଡ଼ିକ ଦେଖାଇ ଏଗୁଡ଼ିକ ଅଛି ବୋଲି ଲଜ୍ଜା ହେଉଛି ନୁହେଁ। ଏପରି କହି ଭଗବତ ପ୍ରସଙ୍ଗ ପକାଇ ନାନା କଥାର ଉପଦେଶ ଦେବାକୁ ଲାଗିଲେ। ସ୍ତ୍ରୀ ଭକ୍ତମାନେ ମଧ୍ୟ ସ୍ତ୍ରୀ ପୁରୁଷ ଭେଦ ଭୁଲିଯାଇ ନିଃସଙ୍କୋଚରେ ପ୍ରଶ୍ନ କରିବାକୁ ଶୁଣିବାକୁ ଲାଗିଲେ। ଅନେକ ସମୟ କଥାବାର୍ତ୍ତା ପରେ ବିଦାୟ ସମୟରେ ଠାକୁର କହିଲେ, ସପ୍ତାହରେ ଥରେ ଆସ। ନ ଏଠାକୁ ଯିବା ଆସିବା ବେଶୀ କରିବାକୁ ହୁଏ। କିନ୍ତୁ ସମ୍ଭ୍ରାନ୍ତି ବର୍ଷ ହେଲେ ମଧ୍ୟ ଗରିବ ଦେଖି ନୌକା ବା ଗାଡ଼ି ଭଡ଼ା ପ୍ରତି ଥର କେଉଁଠୁ ପାଇବେ ଭାବି ଠାକୁର ପୁଣି କହିବାକୁ ଲାଗିଲେ, ଆସିବା ସମୟରେ 3-4 ଜଣ ମିଶି ନୌକା କରି ଆସିବ। ପୁଣି ଯିବା ସମୟରେ ଏଠାରୁ ଚାଲି ଚାଲି ବରାହନଗର ଯାଇ ସମସ୍ତେ ମିଶି ଗାଡ଼ି ଭଡ଼ା କରିବ। କହିବା ବାହୁଲ୍ୟ ସ୍ତ୍ରୀ ଭକ୍ତମାନେ ତା ପଟରୁ ତାହା ହିଁ କରିବାକୁ ଲାଗିଲେ। ଆଉ ଦିନେ ଆମକୁ ଜଣେ କହିଥିଲେ, ଭୋଳା ଗୁଡ଼ିଆ ଦୋକାନରେ ବେଶ ସର କରିଥିଲା। ଠାକୁର ସର ଖାଇବାକୁ ଭଲ ପାଆନ୍ତି ଜାଣିଥିଲୁ। ତେଣୁ ବଡ଼ ସର ଖଣ୍ଡେ କିଣି ଆଣି ଆମେ 5 ଜଣ ମିଶି ନୌକା କରି ଦକ୍ଷିଣେଶ୍ୱରରୁ ଉପସ୍ଥିତ ହେଲୁ। ଆସି ଶୁଣିଲୁ ଯେ ଠାକୁର କଲିକତା ଯାଇଛନ୍ତି। ସମସ୍ତେ ହତାଶ ହୋଇ ବସି ପଡ଼ିଲୁ। କ'ଣ ହେବ? ରାମଲାଲ ଦାଦା ଥିଲେ। ତାଙ୍କୁ ଠାକୁର କେଉଁଠିକୁ ଯାଇଛନ୍ତି ବୋଲି ପଚାରିଲୁରୁ ସେ କହିଲେ, କମ୍ବୁଲିଆ ଟୋଲାର ମାଷ୍ଟର ମହାଶୟଙ୍କ ଘରକୁ ଯାଇଛନ୍ତି। ସେମାନେ ଶୁଣି କହିଲେ, ତାଙ୍କ ଘର ମୁଁ ଜାଣେ। ମୋର ବାପାଙ୍କ ଘର ତାଙ୍କ ଘର ପାଖରେ। ସେଠାକୁ ଯିବା। ଏଠାରେ ବସି ଆଉ ଲାଭ ନାହିଁ। ସମସ୍ତେ ସେ କଥାରେ ରାଜି ହେଲେ। ରାମଲାଲ ଦାଦାଙ୍କ ହାତରେ ସର ଖଣ୍ଡିକ ଦେଇ କହିଲି, ଠାକୁର ଆସିଲେ ତାଙ୍କୁ ଦେବେ। ନୌକା ତ ଛାଡ଼ି ଦେଇଛୁ, ତେଣୁ ଚାଲି ଚାଲି ସମସ୍ତେ ଗଲୁ। କିନ୍ତୁ ଏପରି ଠାକୁରଙ୍କ ଇଚ୍ଛା ଆଲମବାଜାର ପର୍ଯ୍ୟନ୍ତ ଯାଇ ଗୋଟିଏ ଫେରନ୍ତା ଗାଡ଼ି ପାଇଗଲୁ। ଭଡ଼ା କରି ସମସ୍ତେ ଶ୍ୟାମପୁକୁରକୁ ଆସିଲୁ। ଆସି ପୁଣି ବିପଦ। ଆର ମାଆର ଘର ଚିହ୍ନି ପାରିଲେ ନାହିଁ। ଶେଷରେ ବୁଲି ବୁଲି ତାଙ୍କ ବାପ ଘର ସାମ୍ନାରେ ଗାଡ଼ି ରଖି ଗୋଟିଏ ଚାକରକୁ ଡାକି ଆଣିଲେ। ସେ ସାଙ୍ଗରେ ଆସି ଘର ଦେଖାଇ ଦେବାରୁ ଘର ପାଇଲୁ। ଆର ମାଆକୁ ଦୋଷ କ'ଣ ଦେବୁ? ସେ ଆମଠାରୁ 3-4 ବର୍ଷ ଛୋଟ। ସେତେବେଳେ 26 କି 27 ବର୍ଷ ପରି ହେବ। ବୋହୂଟା ରାସ୍ତାରେ କେବେ ବାହାରି ନାହିଁ। ଆହୁରି ମଧ୍ୟ ଗଳି ଭିତରେ ଘର। ତେଣୁ ସେ କିପରି ଚିହ୍ନିବ? ଯାହା ହଉ ତାଙ୍କ ଘରେ ତ ପହଞ୍ଚିଗଲୁ। ସେତେବେଳେ ମାଷ୍ଟରଙ୍କ ପରିବାର ସହିତ ଚିହ୍ନା ଜଣା ହୁଏ ନାହିଁ। ଘର ଭିତରେ ପଶି ଦେଖିଲୁ, ଗୋଟିଏ ଛୋଟ ବଖରାର ତକ୍ତପୋଷ ଉପରେ ଠାକୁର ବସିଛନ୍ତି। ପାଖରେ କେହି ନାହାନ୍ତି। ଆମକୁ ଦେଖି ହସି ହସି କହିଲେ, ତୁମେ ସବୁ ଏଠାକୁ କିପରି ଆସିଲ? ଆମେ ତାଙ୍କୁ ପ୍ରଣାମ କରି ସବୁ କଥା କହିଲୁ। ସେ ଅତି ଖୁସି ହୋଇ ଘର ଭିତରେ ବସିବାକୁ କହିଲେ ଓ ଅନେକ କଥାବାର୍ତ୍ତା କରିବାକୁ ଲାଗିଲେ। ଏବେ ସମସ୍ତେ କହନ୍ତି, ସ୍ତ୍ରୀ ଲୋକମାନଙ୍କୁ ସେ ପଦସ୍ପର୍ଶ କରିବାକୁ ଦେଉନଥିଲେ, ପାଖକୁ ଯିବାକୁ ଦେଉନଥିଲେ। ଆମେ ଶୁଣି ହସୁ ଓ ମନେ କରୁ, ଆମେ ଏବେ ବି ମରିନାହୁଁ। ତାଙ୍କର ଯେ କି ଦୟା ଥିଲା ତାହା କିଏ ଜାଣିବ? ସ୍ତ୍ରୀ ପୁରୁଷରେ ସମାନ ଭାବ। ତେବେ ସ୍ତ୍ରୀ ଲୋକର ସାନ୍ନିଧ୍ୟ ବେଶୀ କ୍ଷଣ ସହ୍ୟ କରିପାରୁ ନଥିଲେ। ବେଶୀ ସମୟ ରହିଲେ କହନ୍ତି, ଯାଅ ଏବେ ଟିକିଏ ମନ୍ଦିର ଯାଇ ଦର୍ଶନ କରି ଆସ। ପୁରୁଷମାନଙ୍କୁ ମଧ୍ୟ ସେପରି କହିବା ଆମେ ଶୁଣିଛୁ। ତା ପରଦିନ ଆମେମାନେ ପୁଣି ଦକ୍ଷିଣେଶ୍ୱର ଗଲୁ। ଏଠାରେ ମଝିଆ ମନ୍ତ୍ରୀ ଠାକୁର ପାଖକୁ ଆସି କହିଲେ, ଆଉ ତୁମେ ଆଣିଥିବା ସର ପ୍ରାୟ ସବୁ ଖାଇ ଦେଇଛି। ଟିକିଏ ବଳିଗଲା। କିଛି ଅସୁସ୍ଥ ଲାଗିନାହିଁ। କେବଳ ପେଟଟା ସାମାନ୍ୟ ଗରମ ହୋଇଯାଇଛି। ଆମେ ଏହା ଶୁଣି ଅବାକ୍। ତାଙ୍କର ପେଟରେ କିଛି ସହେ ନାହିଁ। ଆଉ ଗୋଟେ ସର ସେ ଏକାଥରକେ ପ୍ରାୟ ସବୁ ଖାଇ ଦେଇଛନ୍ତି। ତାପରେ ଶୁଣିଲୁ ଭାବାବସ୍ଥାରେ ଖାଇଛନ୍ତି। ଶୁଣିଲୁ ମାଷ୍ଟର ମହାଶୟଙ୍କ ଘରେ ଖାଇସାରି ରାତି 10:30ରେ ପହଞ୍ଚିଲେ। ତାର କିଛି କ୍ଷଣ ପରେ ତାଙ୍କର ଭାବ ହେଲା ଓ ଅର୍ଦ୍ଧପେୟ ଦଶାରେ ରାମଲାଲ ଦାଦାକୁ କହିଲେ, ଭାରି ଭୋକ ଲାଗୁଛି। ଘରେ କ'ଣ ଅଛି ଆଣି ଦିଅ। ଏହା ଶୁଣି ରାମଲାଲ ଦାଦା ମୁଁ ଆଣିଥିବା ସର ଖଣ୍ଡିକ ଆଣି ସାମ୍ନାରେ ଦେଲେ ଓ ଠାକୁର ତାହା ପ୍ରାୟ ସବୁଟା ଖାଇଦେଲେ। ଭାବାବସ୍ଥାରେ ତାଙ୍କର କେତେବେଳେ ଏପରି ଅସମ୍ଭବ ଭାବରେ ଭୋଜନ କରିବା ଓ ହଜମ କରିବା କଥା ମାଆଙ୍କ ପାଖରୁ ଓ ଲକ୍ଷ୍ମୀ ଦିଦିଙ୍କ ପାଖରୁ ଶୁଣିଥିଲୁ। ସେମାନଙ୍କ କଥା ମନେ ପଡ଼ିଲା। ଏତେ କୃପା କରି ଆମେ ତାଙ୍କଠାରୁ ପାଇଛୁ। ସେ ଯେ କି ଦୟା ତାହା କହି ବୁଝାଇ ହେବ ନାହିଁ। ଆଉ ତାଙ୍କର କି ଆକର୍ଷଣ, କିପରି ଆମମାନେ ଯାଇଥିଲୁ ଓ କରୁଥିଲୁ ସେକଥା ଆମେ ମଧ୍ୟ ଜାଣୁନା କି ବୁଝୁନା। ଏବେ ଆଉ ସେପରି କେଉଁଠିକୁ ଚାଲି ଚାଲି ଅଚିହ୍ନା ଲୋକ ଘରକୁ ସାଧୁ ଦର୍ଶନ କରିବାକୁ ବା ଧର୍ମକଥା ଶୁଣିବାକୁ ଯାଇପାରୁନାହୁଁ। ତାହା ଯାହାଙ୍କ ଶକ୍ତିରେ କରୁଥିଲୁ ବୋଲି ସେ ଶକ୍ତି ତାଙ୍କ ସାଙ୍ଗରେ ଚାଲିଯାଇଛି। ତାଙ୍କୁ ହରାଇ ଆମେ ଯେ କାହିଁକି ବଞ୍ଚିଛୁ ତାହା ଜାଣୁନା।
ଶ୍ରୀରାମକୃଷ୍ଣଙ୍କ ସାନ୍ନିଧ୍ୟରେ ଭକ୍ତବୃନ୍ଦ, ରାଖାଲ ଓ ନରେନ୍ଦ୍ରନାଥ। ଇତିମଧ୍ୟରେ ବ୍ରାହ୍ମମଣ୍ଡଳୀ ଦ୍ୱାରା ପରିଚାଳିତ ସମ୍ବାଦପତ୍ର ଗୁଡ଼ିକରେ ଠାକୁରଙ୍କର ଆଧ୍ୟାତ୍ମିକ ମାତ୍ର ଆଲୌକିକତ୍ୱ ଏବଂ ତାଙ୍କର ଅମୃତମୟୀ ବାଣୀଗୁଡ଼ିକ କିଛି ନିୟମିତ ପ୍ରକାଶ ପାଉଥିଲା। ତାଦ୍ୱାରା କଲିକତାର ଜନସାଧାରଣଙ୍କ ମନରେ ତାଙ୍କ ପ୍ରତି ଖୁବ୍ ଆଗ୍ରହ ଓ ଆକର୍ଷଣ ବଢ଼ି ଯାଇଥିଲା। ଫଳରେ ଠାକୁରଙ୍କର ପୁଣ୍ୟ ଦର୍ଶନ ଲାଗି ସେମାନେ ଦକ୍ଷିଣେଶ୍ୱର ଆସିବାକୁ ଲାଗିଲେ। 1879 ମସିହାରେ ରାମଚନ୍ଦ୍ର ଦତ୍ତ ଓ ମନମୋହନ ମିତ୍ର ନାମକ ଦୁଇଜଣ ଗୃହସ୍ଥ ଭକ୍ତ କେଶବ ସେନଙ୍କ ପରିଚାଳିତ ସମ୍ବାଦପତ୍ରରୁ ଠାକୁରଙ୍କ ବୃତ୍ତାନ୍ତ ପଢ଼ି ତାଙ୍କୁ ଦର୍ଶନ କରିବାକୁ ଆସିଥିଲେ। ଠାକୁରଙ୍କ ପ୍ରବର୍ତ୍ତିତ ଜୀବନାଦର୍ଶର ମୂଳ କଥା ହେଲା କାମିନୀ କାଞ୍ଚନ ତ୍ୟାଗ। ଏହି ଭାବ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରି ନ ପାରିଲେ ସୁଦ୍ଧା ରାମଚନ୍ଦ୍ର ଦତ୍ତ ଓ ମନମୋହନ ମିତ୍ରଙ୍କ ସଦୃଶ ବହୁ ଗୃହୀ ଭକ୍ତ ଠାକୁରଙ୍କ ପ୍ରଭାବରେ ତ୍ୟାଗ ପଥରେ ଅନେକ ଦୂର ଅଗ୍ରସର ହୋଇପାରିଥିଲେ। 1881 ମସିହା ଠାରୁ ଠାକୁରଙ୍କ ଲୀଳା ସହଚର ତ୍ୟାଗୀ ଭକ୍ତବୃନ୍ଦ ଜଣ ଜଣ ହୋଇ ଆସି ତାଙ୍କ ନିକଟରେ ଉପସ୍ଥିତ ହେଲେ। ଶ୍ରୀରାମକୃଷ୍ଣଙ୍କ ସାଙ୍ଗରେ ବିଶିଷ୍ଟ ସନ୍ନ୍ୟାସୀ ସୁପରିଚିତ ସ୍ୱାମୀ ବ୍ରହ୍ମାନନ୍ଦ ଏହି ସମୟରେ ଠାକୁରଙ୍କ ନିକଟରେ ପ୍ରଥମେ ପହଞ୍ଚିଥିଲେ। ପୂର୍ବ ଜୀବନରେ ତାଙ୍କର ନାମ ଥିଲା ଶ୍ରୀ ରାଖାଲ ଚନ୍ଦ୍ର ଘୋଷ। ମନମୋହନଙ୍କ ଭଉଣୀଙ୍କୁ ସେ ବିବାହ କରିଥିଲେ। ଏହି ବିବାହର ଅଳ୍ପକାଳ ପରେ ଠାକୁରଙ୍କ ନାମ ଶୁଣି ସେ ସେଠାକୁ ଆସିଥିଲେ। ଶ୍ରୀରାମକୃଷ୍ଣ ଦେବ ସ୍ୱମୁଖରେ କହିଛନ୍ତି, ରାଖାଲ ଆସିବାର କିଛିଦିନ ପୂର୍ବେ ଦେଖିଲି ମା ଅର୍ଥାତ୍ ଶ୍ରୀ ଜଗଦମ୍ବା ଗୋଟିଏ ବାଳକକୁ ଆଣି ସହସା ମୋର କୋଳରେ ବସାଇ ଦେଇ କହିଲେ, ଏଇ ନେ ତୋର ପୁତ୍ର। ଏହା ଶୁଣି ମୁଁ ଆତଙ୍କରେ ଶିହରି ଉଠି କହିଲି, ସେ କ'ଣ? ମୋର ପୁଣି ପୁଅ କ'ଣ? ମା ଏକଥା ଶୁଣି ହସି ହସି ବୁଝାଇ ଦେଲେ, ସାଧାରଣ ସଂସାରୀ ପୁଅ ଭାବରେ ନୁହେଁ, ତ୍ୟାଗୀ ମାନସ ପୁତ୍ର। ସେତେବେଳେ ଯାଇ ଆଶ୍ୱସ୍ତ ହେଲି। ଏହି ଦର୍ଶନର ଠିକ୍ ପରେ ରାଖାଲ ଆସି ପହଞ୍ଚିଲା। ମୁଁ ବୁଝିଲି ଏ ସେହି ବାଳକ। ଶ୍ରୀଯୁକ୍ତ ରାଖାଲଙ୍କ ସମ୍ପର୍କରେ ଆଉ ଥରେ ଠାକୁର କହିଥିଲେ, ସେତେବେଳେ ରାଖାଲର ଏପରି ଭାବ ଥିଲା, ସତେ କି 4 ବର୍ଷର ବାଳକ। ମୋତେ ଠିକ୍ ମା ଭଳି ଦେଖୁଥିଲା। ଥିବ ହଠାତ୍ ଦୌଡ଼ି ଆସି କୋଳରେ ବସି ପଡ଼ିବ, ଆଉ ମନ ଆନନ୍ଦରେ ନିସଙ୍କୋଚରେ ଖାନାପାନାଦି କରିବ। ମୋତେ ପାଇଲେ ଆତ୍ମହରା ହୋଇ ରାଖାଲ ଭିତରେ ସେ କିପରି ବାଳକ ଭାବ ଆବେଶ ହେଉଥିଲା, ତାହା କଥାରେ ବୁଝାଇ ହେବ ନାହିଁ। ମୁଁ ମଧ୍ୟ ଭାବାବେଷ୍ଟ ହୋଇ ତାକୁ କ୍ଷୀର ଲହୁଣୀ ଆଦି ଖୁଆଇ ଦେଉଥାଏ, ଖେଳାଉଥାଏ, ବେଳେବେଳେ କାନ୍ଧରେ ନେଇ ବସାଏ। ସେଥିରେ ବି ତା ମନରେ ବିନ୍ଦୁମାତ୍ର ସଙ୍କୋଚ ଭାବ ବସେ ନାହିଁ। ଏହା ପୂର୍ବରୁ ମା ମୋତେ ଦେଖାଇ ଦେଇଥିଲେ, ରାଖାଲ ପ୍ରକୃତରେ ବ୍ରଜ ବାଳକ। ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ବାଳକ ଧୀର ଗମ୍ଭୀର ସାଧକ ଶ୍ରେଣୀଭୁକ୍ତ ହୋଇ କ୍ରମେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସଂସାରର ସର୍ବସ୍ୱ ତ୍ୟାଗ କରି ଶ୍ରୀରାମକୃଷ୍ଣ ସଂଘରେ ଶୀର୍ଷସ୍ଥାନରେ ଉପନୀତ ହୋଇଥିଲେ। ତାଙ୍କର ଦକ୍ଷିଣେଶ୍ୱରକୁ ଆସିବାର 3-4 ମାସ ପରେ ପୂଜ୍ୟପତି ସ୍ୱାମୀ ବିବେକାନନ୍ଦ ଠାକୁରଙ୍କ ନିକଟକୁ ଆସିଥିଲେ। ନିଜ ଚିହ୍ନିତ ଭକ୍ତମାନଙ୍କ ଆଗମନ କାଳ ସନ୍ନିକଟ ଜାଣି ଦିବ୍ୟ ଭାବାରୂଢ଼ ଠାକୁର ଏହି ସମୟରେ କିଭଳି ଆଗ୍ରହ ସହକାରେ ସେମାନଙ୍କର ପ୍ରତୀକ୍ଷା କରିଥିଲେ, ତାହା ଶ୍ରୀମଦ୍ ସ୍ୱାମୀ ବିବେକାନନ୍ଦଙ୍କ ପ୍ରଥମ ଆଗମନ ବେଳର ଘଟଣା ବର୍ଣ୍ଣନା କଲେ ସ୍ପଷ୍ଟ ବୁଝା ପଡ଼ିବ। ସ୍ୱାମୀ ବ୍ରହ୍ମାନନ୍ଦ କହୁଥିଲେ, ଠାକୁରଙ୍କ ନିକଟକୁ ତାଙ୍କ ଆଗମନର ପ୍ରାୟ ସମାନ ସମୟରେ କଲିକତାର ସିମଲା ପଲ୍ଲୀ ନିବାସୀ ସୁରେନ୍ଦ୍ରନାଥ ମିତ୍ର ଦକ୍ଷିଣେଶ୍ୱର ଆସି ଠାକୁରଙ୍କର ପୁଣ୍ୟ ଦର୍ଶନ ଲାଭରେ ଧନ୍ୟ ହୋଇଥିଲେ। ପ୍ରଥମ ଦର୍ଶନରୁ ହିଁ ସୁରେନ୍ଦ୍ରନାଥ ଠାକୁରଙ୍କ ପ୍ରତି ଅତ୍ୟନ୍ତ ଆକୃଷ୍ଟ ହୋଇ ପଡ଼ିଲେ ଏବଂ ଅଳ୍ପ କାଳ ମଧ୍ୟରେ ତାଙ୍କୁ ନିଜ ଘରକୁ ନେଇଯାଇ ଆନନ୍ଦ ଉତ୍ସବର ଅନୁଷ୍ଠାନ କଲେ। ସୁକଣ୍ଠ ଗାୟକର ଅଭାବ ହେବାରୁ ସୁରେନ୍ଦ୍ରନାଥ ସେଦିନ ନିଜ ପ୍ରତିବେଶୀ ବିଶ୍ୱନାଥ ଦତ୍ତଙ୍କ ପୁତ୍ର ଶ୍ରୀମାନ ନରେନ୍ଦ୍ରନାଥଙ୍କୁ ଠାକୁରଙ୍କ ପାଖକୁ ଭଜନ ଗାଇବା ନିମିତ୍ତ ନିଜ ଘରକୁ ସାଦରେ ନିମନ୍ତ୍ରଣ କଲେ। ଠାକୁର ଓ ତାଙ୍କର ପ୍ରଧାନ ଲୀଳା ସହାୟକ ସ୍ୱାମୀ ବିବେକାନନ୍ଦଙ୍କର ପ୍ରଥମ ମିଳନ ଏହି ସୂତ୍ରରେ ସଂଘଟିତ ହୋଇଥିଲା। ସେଦିନ 1881 ମସିହା ନଭେମ୍ବର ମାସ। ନରେନ୍ଦ୍ରନାଥଙ୍କୁ ସେତେବେଳେ 18 ବର୍ଷ ବୟସ। ସେତେବେଳେ ସେ F.A. ଆଜିକାଲିର IA ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାନ୍ତି। ସୁରେନ୍ଦ୍ରନାଥଙ୍କ ଘରେ ନରେନ୍ଦ୍ରନାଥ କେତୋଟି ଭଜନ ଗାଇସାରି ଯେତେବେଳେ ନୀରବ ହେଲେ, ସେତେବେଳେ ଠାକୁର ନିଜେ ତାଙ୍କ ପାଖକୁ ଉଠି ଆସିଲେ। ଏହି ଦୀପ୍ତିମାନ ସୁକଣ୍ଠ କିଶୋରଙ୍କ ଆଡ଼କୁ ଚାହିଁ ଠାକୁର ତାଙ୍କର ଅଙ୍ଗଲକ୍ଷଣଗୁଡ଼ିକ ବିଶେଷ ଭାବରେ ନିରୀକ୍ଷଣ କରି ତାଙ୍କ ସହିତ ପଦେ ଦିପଦ କଥାବାର୍ତ୍ତା ମଧ୍ୟ ହେଲେ ଏବଂ ଶୀଘ୍ର ଦକ୍ଷିଣେଶ୍ୱର ଆସିବା ଲାଗି ଆମନ୍ତ୍ରଣ କଲେ। ଠାକୁରଙ୍କର ଆଉ ଜଣେ ଗୃହସ୍ଥ ଭକ୍ତ ରାମଚନ୍ଦ୍ର ଦତ୍ତ ଥିଲେ ନରେନ୍ଦ୍ରନାଥଙ୍କ ଦୂର ସମ୍ପର୍କୀୟ ଆତ୍ମୀୟ। ଧର୍ମାଭାବର ପ୍ରେରଣାରେ ନରେନ୍ଦ୍ର ବିବାହ କରିବା ଲାଗି ଅନିଚ୍ଛା ପ୍ରକାଶ କରିବାରୁ ଦିନେ ଦତ୍ତ ମହାଶୟ ତାଙ୍କୁ କହିଲେ, ଯଦି ଧର୍ମ ଲାଭ କରିବା ପାଇଁ ତୋର ଯଥାର୍ଥ ବାସନା ହୋଇଥାଏ, ତେବେ ବ୍ରାହ୍ମ ସମାଜ ପ୍ରଭୃତିର ଅକାରଣ ଘୋରାଘୋରି ନ କରି ଦକ୍ଷିଣେଶ୍ୱରରେ ଠାକୁରଙ୍କ ପାଖକୁ ଯା। ପ୍ରତିବେଶୀ ସୁରେନ୍ଦ୍ରନାଥ ମଧ୍ୟ ଦିନେ ଗାଡ଼ି କରି ଦକ୍ଷିଣେଶ୍ୱର ଯିବା ପାଇଁ ତାଙ୍କୁ ନିମନ୍ତ୍ରଣ ଜଣାଇଲେ। ନରେନ୍ଦ୍ରନାଥ ଏଥିରେ ସମ୍ମତ ହୋଇ 2-3 ଜଣ ସମବୟସ୍କ ବନ୍ଧୁଙ୍କୁ ସାଙ୍ଗରେ ଧରି ସୁରେନ୍ଦ୍ରନାଥଙ୍କ ସହିତ ଦକ୍ଷିଣେଶ୍ୱରରେ ଆସି ପହଞ୍ଚିଲେ। ନରେନ୍ଦ୍ରନାଥଙ୍କୁ ଦେଖି ସେଦିନ ଠାକୁରଙ୍କର ଯାହା ମନେ ହୋଇଥିଲା, କଥା ପ୍ରସଙ୍ଗରେ ସେହି କଥା ଥରେ ସଂକ୍ଷେପରେ ସେ ଅନ୍ତରଙ୍ଗ ଭକ୍ତମାନଙ୍କ ଆଗରେ କହିଥିଲେ। ପଶ୍ଚିମ ପାଖ ଦୁଆର ଦେଇ ନରେନ୍ଦ୍ର ପ୍ରଥମ ଦିନ ଏହି ଘରେ ପ୍ରବେଶ କରିଥିଲା। ଦେଖିଲି ନିଜର ଶରୀର ପ୍ରତି ଲକ୍ଷ୍ୟ ନାହିଁ। ମୁଣ୍ଡ, କେଶ ଓ ବେଶଭୂଷାର କୌଣସି ପ୍ରକାର ପରିପାଟି ନାହିଁ। ବାହାରର କୌଣସି ଜିନିଷ ପ୍ରତି ସାଧାରଣଙ୍କ ପରି ତାହାର କିଛି ଆସକ୍ତି ନାହିଁ। ସବୁ କିଛିରେ ଯେପରି ଉଦାସୀନ। ତାହାର ଆଖି ଦେଖି ମନେ ହେଲା,
ତା'ର ମନର ଅନେକ ଭିତରୁ ତାକୁ ଯେପରି କିଏ ଜୋର କରି ଟାଣି ରଖିଛି। ତଳେ ମସିଣା ପରା ହୋଇଥିଲା। ବସିବାକୁ କହିଲି। ଗୀତ ଗାଇବା କଥା ବୁଝିଲେ ଯେ ସେ ମାତ୍ର 2-4ଟି ବଙ୍ଗଳା ଗୀତ ଯେତେବେଳକୁ ଶିଖିଛି ସେତିକି ଗାଇବାକୁ କହିଲି। ତେଣୁ ସେ ବ୍ରାହ୍ମ ସମାଜର ଗୀତଟି ଗାଇବାକୁ ଲାଗିଲେ। ତା ଗୀତ ଶୁଣି ଆଉ ସମ୍ଭାଳି ପାରିଲି ନାହିଁ। ଭାବାବିଷ୍ଟ ହୋଇପଡ଼ିଲି। ପରବର୍ତ୍ତୀ ସମୟରେ ଶ୍ରୀଯୁକ୍ତ ନରେନ୍ଦ୍ରନାଥ ଦିନେ ସେହି ବିଶେଷ ଦିନର ଘଟଣା ସମ୍ପର୍କରେ କଥା ପ୍ରସଙ୍ଗରେ ଗୁରୁ ଭାଇମାନଙ୍କୁ କହିଥିଲେ। ଗୀତ ତ ଗାଇଲି, ତାପରେ ଠାକୁର ହଠାତ୍ ଉଠି ଆସି ମୋର ହାତ ଧରି ତାଙ୍କ ଘରର ଉତ୍ତରକୁ ଯେଉଁ ବାରଣ୍ଡାଟି ଅଛି ସେଠାକୁ ନେଇଗଲେ। ହଠାତ୍ ମୋର ହାତ ଧରି ଧାର ଆନନ୍ଦାଶ୍ରୁ ବିସର୍ଜନ କରିବାକୁ ଲାଗିଲେ ଏବଂ ପୂର୍ବ ପରିଚିତ ଭଳି ମୋତେ ପରମ ସ୍ନେହରେ ସମ୍ବୋଧନ କରି କହିଲେ, ଏତେ ଦିନ ପରେ ଆସିଲୁ। ମୁଁ ତୋ ଲାଗି କିଭଳି ପ୍ରତୀକ୍ଷା କରି ରହିଛି ଏକଥା ତୁ ଥରେ ଭାବିଲୁ ନାହିଁ। ଏପରି କେତେ କଥା କହିଲେ ଏବଂ କାନ୍ଦିବାକୁ ଲାଗିଲେ। ପରକ୍ଷଣରେ ପୁଣି ସେ ମୋ ସମ୍ମୁଖରେ ହାତ ଯୋଡ଼ି ଦଣ୍ଡାୟମାନ ହୋଇ ଦେବତାଙ୍କ ସଦୃଶ ମୋ ପ୍ରତି ସମ୍ମାନ ପ୍ରଦର୍ଶନ କରି କହିଲେ, ମୁଁ ଜାଣେ ପ୍ରଭୁ, ତୁମେ ସେହି ପୁରାତନ ଋଷି ନରରୂପୀ ନାରାୟଣ। ଜୀବର ଦୁର୍ଗତି ନିବାରଣ କରିବା ପାଇଁ ପୁନରାୟ ଶରୀର ଧାରଣ କରିଅଛ। ତାପରେ ମୋତେ ସେଠାରେ ରହିବାକୁ କହି ସେ ଗୃହ ଭିତରକୁ ପ୍ରବେଶ କଲେ ଏବଂ ଲହୁଣୀ, ମିଶ୍ରି ଓ କେତେକ ସନ୍ଦେଶ ଆଣି ମୋତେ ସ୍ୱହସ୍ତରେ ଖୁଆଇବାକୁ ଲାଗିଲେ। ତାପରେ ହାତ ଧରି କହିଲେ, କୁହ ତ, ତୁମେ ଖୁବ୍ ଶୀଘ୍ର ଦିନେ କେବେ ମୋ ପାଖକୁ ଏକୁଟିଆ ଆସିବ। ତାଙ୍କର ଏଭଳି ଏକାନ୍ତ ଅନୁରୋଧ ଏଡ଼ାଇ ନପାରି ଅଗତ୍ୟା ଆସିବି ବୋଲି କହିଲି ଏବଂ ତାଙ୍କ ସହିତ ଗୃହ ଭିତରକୁ ପ୍ରବେଶ କରି ସଙ୍ଗୀମାନଙ୍କ ପାଖରେ ଯାଇ ବସିଲି। ସତ୍ସଙ୍ଗ ଚାଲିଥିଲା ବେଳେ ଦିନେ ଜଣେ ଯୁବକ ଠାକୁରଙ୍କୁ ଆସି ପଚାରିଲେ, ମହାଶୟ, କାମ ଭାବନା କିପରି ଯିବ? ଏତେ ଚେଷ୍ଟା କରି ମଧ୍ୟ ବେଳେବେଳେ ଇନ୍ଦ୍ରିୟ ଚାଞ୍ଚଲ୍ୟ ଓ କୁଭାବ ମନରେ ଉପସ୍ଥିତ ହୋଇ ବଡ଼ ଅଶାନ୍ତି ସୃଷ୍ଟି କରୁଛି। ଠାକୁର କହିଲେ, ଭଗବାନଙ୍କର କୃପା ଏବଂ ଦର୍ଶନ ନ ହେଲେ କାମ ଭାବ ପୂରାପୂରି ଯାଏ ନାହିଁ। ଶରୀରରେ ଯେତେ ଦିନ ରହେ ସେତେ ଦିନ ପର୍ଯ୍ୟନ୍ତ ଏହି ଭାବନା ରହିଥାଏ। ତୁମେ କ'ଣ ମନେ କରୁଛ ମୋର ମଧ୍ୟ ସମ୍ପୂର୍ଣ୍ଣ ଯାଇଛି? ଗୋଟିଏ ସମୟରେ ମନେ ହେଉଥିଲା ଯେ ମୁଁ କାମକୁ ଜୟ କରିଛି, ତାପରେ ପଞ୍ଚବଟିରେ ବସିଛି। ଏମିତି କାମର ତୋଡ଼ ଆସିଲା ଯେ